ଦାଢ଼୍ୟତା ଭକ୍ତି ତୃତୀୟ ଅଧ୍ୟାୟ କର୍ଣ୍ଣରାଜା ସମ୍ବାଦ। ମନ ଉବାଚ। ପୁଣି ପୁଛଇ ମନ ରାଏ ଚୈତନ୍ୟ ଦେବଙ୍କର ପାଏ। ତୁମ୍ଭେ ଯା କଲଟି ପ୍ରକାଶ ପଦ ପଦ କେ ସୁଧାରସ। ସତ୍ୟ ତ୍ରେତୟାର ଚରିତ ଶୁଣି ମୁଁ ହୋଇଲି ପବିତ୍ର। କହ ଦ୍ୱାପର ଯୁଗ କଥା ଶୁଣି ମୋ ଛାଡ଼ୁ ମନ ବ୍ୟଥା। ତା ଶୁଣି କହେ ଚଇତନ ହେ ମନ ହୁଅ ସାବଧାନ। ଦ୍ୱାପର ଯୁଗ ମହାବୀର କର୍ଣ୍ଣ ନୃପତି ନାମ ତାର। ସୋମବଂଶରେ ଅବତାର ଅଟଇ ମହାଧନୁର୍ଦ୍ଧର। କ୍ଷତ୍ରିୟ ଗୌରବ ଗଞ୍ଜନ ଦଇବେ ବୀର ନନ୍ଦନ। ଶରଣ ସମ୍ଭାଳିବା ଅର୍ଥେ ବାହେ ବାନ୍ଧିଣ ଥାଇ ନେତେ। ସତ୍ୟ ଅଭଙ୍ଗ କୁଳବନ୍ତ ଶାନ୍ତ ସୁଶୀଳ ଯେ ମହତ। କ୍ଷତ୍ରିୟ କୁଳେ ସେ ନିଶଙ୍କ ସର୍ବଦା କାଳେ ରଣରଙ୍କ। ଚାଲନ୍ତେ କମ୍ପେ ବସୁମତୀ ସୁରେ ଅସୁରେ ଡରିଥାନ୍ତି। ଏମନ୍ତେ କର୍ଣ୍ଣ ମହାରାଜା ସୁଖେ ପାଳଇ ଜନ ପ୍ରଜା। ତାହାର ଏକଇ କୁମର ବିଶିକେଶନ ନାମ ତାର। ଭାରିଜା ନାମ ଚନ୍ଦ୍ରାବଳୀ ସତୀ ସାଧବୀ ସେହୁବାଳୀ। ଏମନ୍ତେ କର୍ଣ୍ଣ ଯେ ରାଜନ ଦାନେ ମୋହିଲେ ସର୍ବଜନ। ନୀତି ସୁବର୍ଣ୍ଣ ସତେ ଭାର ପ୍ରମାଣ ଦାନ ଦେବା ତାର। ଏଥି ଉତ୍ତାରୁ ଯେତେ ଜନ ମାଗନ୍ତି ଅନ୍ନ ବସ୍ତ୍ର ଦାନ। ମନ ସନ୍ତୋଷେ ତାଙ୍କୁ ଦେଇ ବାକ୍ୟ କହନ୍ତି ଚାଟୁଆଇ। ଦୁଃଖୀ ବ୍ରାହ୍ମଣ ଯେବେ ଦେଖି ଜୀବନ୍ତେ ଦିଏ ଅନ୍ନ ଲେଖି। ଏମନ୍ତେ କେତେ ଦିନ ଗଲା ତା କୀର୍ତ୍ତି ଜଗତେ ପୂରିଲା। ଜାଣିଲେ ପ୍ରଭୁ ଭଗବାନ ବିଡ଼ିବା ପାଇଁ ତାର ମନ। ଜଗମୋହନ ପୀତବାସ ମାୟାରେ ହେଲେ ବିପ୍ରବେଶ। କନ୍ଧରେ ଶୋଭଇ ପଇତା ଧାରଣ ପାତ୍ରୀ ଗଡ଼ୁଛତା। ଲଲାଟେ ଶ୍ରୀହରି ମନ୍ଦିର ପୁସ୍ତକ ଝାଉଁଳି କନ୍ଧର। ଅତି ସୁନ୍ଦର ଯୁବା ବେଶ ବଚନେ ଜନମନ ତୋଷ। ଏମନ୍ତ ବେଶେ ଦାମୋଦର ବିଜୟ କର୍ଣ୍ଣ ସିଂହଦ୍ୱାର। ଉଚ୍ଚାର କଲେ ସାମବେଦ ଆକାଶେ ଘୋଟିଲା ଶବଦ। କଣ୍ଠ କୋକିଳ ସ୍ୱର ଜିଣି ପାଷାଣ ତରଳେ ତା ଶୁଣି କର୍ଣ୍ଣ ମହାବୀର ପ୍ରବେଶେ ବିପ୍ରଙ୍କ ଛାମୁର। ଦେଖିଣ ନମସ୍କାର କଲେ ତତ୍କ୍ଷଣେ ପାଦ ଧୋଇ ଦେଲେ। ଆସନେ ତାଙ୍କୁ ବସାଇଲେ ବିନୟ ବଚନେ ପୁଛିଲେ। କେଉଁ କାରଣେ ମୋର ପୁର ବିଜୟ କଲେ ଦ୍ୱିଜବର। କହ ହେ ସ୍ୱରୂପ ଉତ୍ତର ଦେବି ମୁଁ ସଂଶୟ ନ କର। ଧନ ରତନ ଅଳଙ୍କାର କିଅବା ସୁବର୍ଣ୍ଣ ଭଣ୍ଡାର। ଯେବା ବାଞ୍ଛିତ ତୁମ୍ଭେ ଚିତ୍ତେ ସମ୍ଭାଳ କାଲି ପର୍ଯ୍ୟନ୍ତେ। ଯେତେକ ଇଚ୍ଛା ତୋତେ ଦେବି ଦରିଦ୍ରପଣ ଛଡ଼ାଇବି। ଭୋଜନ କରି ମୋର ପୁରେ ଆଜକ ରହ ଏହିଠାରେ। ଶୁଣି କହନ୍ତି ଦ୍ୱିଜବର ଶୁଣନ୍ତୁ କର୍ଣ୍ଣ ମହାବୀର। ତୋଦାନୀ ପଣ ଶୁଣି କର୍ଣ୍ଣେ ଅତି ଆନନ୍ଦ ମୋର ମନେ। ତେଣୁ ଅଇଲୁ ତୋର ପାଶ କରିଣ ଅତି ପ୍ରତି ଆଶ। ବାଞ୍ଛିତ ଧନ ଦେଲେ ନେବୁ ନୋହିଲେ ଲେଉଟିଣ ଯିବୁ। ତ୍ୱରିତେ ଦେଲେ ମହାପୁଣ୍ୟ କରି କହିଅଛନ୍ତି ଋଷିଗଣ। ତୁ ବୋଲୁ କାଲି ପର୍ଯ୍ୟନ୍ତେ ଆମ୍ଭେ ନ ରହୁଁ କଦାଚିତେ। ନାହିଁ ବୋଇଲେ ଆମ୍ଭେ ଯିବୁ ଏଠାରେ କିମ୍ପା ବସିଥିବୁ। ଶୁଣି ବୋଇଲେ କର୍ଣ୍ଣବୀର ପବିତ୍ର କର ମୋର ପୁର। ଆଜ ମୋ ପୁରରେ ରନ୍ଧନ କଲେ ମୋ ସୁଫଳ ଜୀବନ। ତା ଶୁଣି କହନ୍ତି ଶ୍ରୀହରି ଶୁଣନ୍ତୁ କର୍ଣ୍ଣ ଦଣ୍ଡଧାରୀ।
ଭୋଜନ ଯାଚୁଅଛୁ ମୋତେ ଦେଇ ନ ପାରୁ କଦାଚିତେ। ତା ଶୁଣି ବୋଲେ ମହାରାଜ କହିଲ ବିପରୀତ ଆଜ। କି ଭୁଞ୍ଜିବ ବିପ୍ର ତୁମ୍ଭେ ଦେଇ ଯେ ନ ପାରିବୁ ଆମ୍ଭେ। ଯାହା ମାଗିବ ତାହା ଦେବି ନ ଦେଲେ ଅପରାଧୀ ହେବି। ପ୍ରଭୁ ବୋଇଲେ ସତ୍ୟ କର ମୋ ହସ୍ତେ ତୋଳି ଦିଅ ନୀର। ଶୁଣି ନୃପତି ସତ୍ୟ କଲା ବ୍ରାହ୍ମଣ ହସ୍ତେ ନୀର ଦେଲା। ବୋଇଲା ମାଗ ବିପ୍ରବର ତ୍ରିବାର ସତ୍ୟ ସତ୍ୟ ମୋର। କର୍ଣ୍ଣର ଦୃଢ଼ ବାକ୍ୟ ଶୁଣି କହନ୍ତି ପ୍ରଭୁ ଚକ୍ରପାଣି। ମନୁଷ୍ୟ ମାଂସେ ମୋ ଭଜନ ଶୁଣି ବୋଇଲେ ଦାନି କର୍ଣ୍ଣ। କେତେକ ଜନ ଦେବି ଆଣି ସ୍ୱରୂପ କହ ବିପ୍ରମଣି। ତା ଶୁଣି ବୋଲନ୍ତି ଗୋସାଇଁ ଅନ୍ୟ ମନୁଷ୍ୟେ କାର୍ଯ୍ୟ ନାହିଁ। ତୋ ପୁତ୍ର ବିଷିକେଶନକୁ ମାରିଣ ଦେବୁ ହୋ ଆମ୍ଭଙ୍କୁ। ଆପଣେ ସ୍ୱହସ୍ତେ ମାରିବୁ ଭାରି ଯାହାତେ ରନ୍ଧାଇବୁ। ତେବେ ମୁଁ ଭୋଜନ କରିବି ନାସ୍ତି ବୋଇଲେ ଚଳିଯିବି। ଶୁଣି ବିଚାରେ ରାଜା ଚିତ୍ତେ ପୁତ୍ରକୁ ମାରିବି କେମନ୍ତେ। ନ ଦେଲେ ସତ୍ୟ ଭଗ୍ନ ହେବି ମଲେ ନରକେ ସିନା ଯିବି। ଏଣୁ ମୋ ପୁତ୍ର ପଛେ ଯାଉ ନୋହିବି ସତ୍ୟ ଭଗ୍ନ ଆଉ। ଏମନ୍ତେ ମନେ ବିଚାରିଲା ଶୁଣ ହୋ ବ୍ରାହ୍ମଣ ବୋଇଲା। ତୁମ୍ଭେ ତ ବିପ୍ରକୁଳେ ଜାତ ଆମ୍ଭେ ଯେ କ୍ଷତ୍ରିୟ ସମ୍ଭୂତ। କିପରି ମୋ ପାକେ ଭୁଞ୍ଜିବ ତୁମ୍ଭର ଜାତି ନଷ୍ଟ ହେବ। ତା ଶୁଣି ବ୍ରାହ୍ମଣ ଗୋସାଇଁ ବୋଇଲେ ଶୁଣ ବୀର ତୁହି। ଆମ୍ଭର ଶାସ୍ତ୍ରେ ଅଛି ଯାହା ଶୁଣ ତୁମ୍ଭଙ୍କୁ କହୁ ତାହା। ଯେ ଅବା ଶ୍ରୀହରି ଭଜଇ ବ୍ରତରେ ନିଷ୍ଠା ଯାର ଥାଇ। ଯେ କରେ ପର ଉପକାର ସତ୍ୟ ନ ଲଙ୍ଘେ ଯେଉଁ ନର। ଯେ ଅବା ସାଧୁ ସଂଘ କରେ ବଞ୍ଚଇ ନାମ ଭଜନରେ। ରଣରଙ୍ଗରେ ଆଗୁସାର ଦେବା ଦୟାରେ ନିରନ୍ତର। ନାରୀ ହୋଇଣ ପତିବ୍ରତା ନ ଲଙ୍ଘେ ନିଜ ସ୍ୱାମୀ କଥା। ଏମନ୍ତ ଲୋକଙ୍କର ଘର ନ ପୁଛୁ ଜାତି ଗୋତ୍ର ତାର। ଭୁଞ୍ଜିବା ସତଟି ଆମ୍ଭର ଶୁଣି ଚକିତ ନୃପବର। ନବରେ ହୋଇଲା ପ୍ରବେଶ ନିଜ ପତ୍ନୀଙ୍କୁ ରାଇ ପାଶ। କହିଲେ ଗଭୀର ବଚନ ଶୁଣରେ ଯୁବତୀ ରତନ। କେବଳ ଦେଶୁ ବିପ୍ରବର ଆସି ମିଳିଲେ ସିଂହଦ୍ୱାର। ଅନେକ ବେଦ ଧ୍ୱନି କଲେ ଭୋଜନ ଦେବୁ କି ବୋଇଲେ। ତାଙ୍କ ବଚନେ କଲି ସତ୍ୟ ଏବେ ବୋଲନ୍ତି ମାର ପୁତ୍ର। ନୋହିଲେ ସତ୍ୟ ଭଗ୍ନ ହୁଅ ଆମ୍ଭଙ୍କୁ ଯାଅ ବୋଲି କହ। ଏଥକୁ କହ ତୁ ବିଚାରି ଦେବା କି ନାହିଁ ପୁତ୍ର ହାଣି। ନ ଦେଲେ ସତ୍ୟ ଭଗ୍ନ ହୋଇ ନରକେ ପଡ଼ିବ ହେ ଯାଇ। ସ୍ୱାମୀଙ୍କି କହନ୍ତେ ଏମନ୍ତ ଆସି ମିଳିଲା ନିଜ ସୁତ। ଦ୍ୱାଦଶ ବରଷର ବାଳ ଦେହ ତା ଦିଶଇ ଉଜ୍ଜଳ। ସୁନ୍ଦର ପଣେ ତାକୁ ସରି କେହି ନଥିବେ ତିନି ପୁରୀ। ଚତୁର ବିବେକ ସିଂହାଣ ପୁଛଇ ମାତାଙ୍କ ଚରଣ। କି ବୋଲି ବିଚାର ହେଉଛ ମୋତେ କିମ୍ପାଇଁ ଲୁଚାଉଛ। କିମ୍ପା ଚିନ୍ତିତ ଦଣ୍ଡଧାରୀ ଭୋ ମାତା କହ ସତ୍ୟ କରି। ଶୁଣି କହନ୍ତି ନିଜ ମାତ ଶୁଣ କୁମର କହେ ସତ୍ୟ। ପିତା ତୋ ବିପ୍ରେ କଲେ ସତ୍ୟ ତୋତେ ମାରିଣ ଦେବେ ଭାତ। ଶୁଣିଣ ରାଜାର କୁମର କେ କହୁ ଆନନ୍ଦ ତାହାର। ଭୋ तात ମାତ ତୁମ୍ଭେ ଶୁଣ ଜନ୍ମିଲେ ଅବଶ୍ୟ ମରଣ। ଯେବେ ଏ ଦେହୁ ଯିବ ଯିବ ଅବଶ୍ୟ ମାଟିରେ ମିଶିବ। ଶାଗୁଣା ଶୃଗାଳଙ୍କ ଗ୍ରାସ ନୋହିଲେ ଦେହ ଧୂଳି ପାଶ। ଏଥୁ ବା ଅନ୍ୟ କାର ଦେହ ମଲେ ହୁଅଇ ଏକା କହ। ବିପ୍ର ଭୁଞ୍ଜିବ ମୋର ମାଂସ ଏଥିରୁ ବଡ଼ ଭାଗ୍ୟ କିସ।
ବହନ କରି ମୋତେ ମାର, ଭୋତାତ ବିଳମ୍ବ ନ କର। ପୁତ୍ରର ମୁଖୁଁ ଏହା ଶୁଣି ବହନ ଗଲେ ନୃପମଣି। ପ୍ରଭୁଙ୍କୁ ଡାକି ଘେନି ଗଲେ, ମନ୍ଦିରେ ପ୍ରବେଶ ହୋଇଲେ। ପୁତ୍ରକୁ ଧରି ଧାତିକାରେ, ଉଭା କରାଇଲେ ଛାମୁରେ। କର୍ଣ୍ଣଶ୍ରୀ ହସ୍ତେ ପାଟ ଖଣ୍ଡା, ଧରିଣ ପତି ପରଚଣ୍ଡା। ଗୋବିନ୍ଦ ଜାଣି ତାର ମନ, ଉହାଡ଼ କଲେ ସୁଦର୍ଶନ। ଚକ୍ରପୁତ୍ରକୁ ଘେନି ଗଲେ, ମାୟାକୁ ମରେ ଉଭା ହେଲେ। ଯେ ମାୟା ଦେବେ ଅଗୋଚର, ମନୁଷ୍ୟ କେତେକ ମାତର। ରାଜା ଧରିଣଙ୍କର ବାଳ, କାଟିଲେ ଶିର ଯେ ତତ୍କାଳ। ରାଣୀ ହସ୍ତରେ ନେଇ ଦେଲେ, ରନ୍ଧନ କର ଶିବୋଇଲେ। ରାଜା ହସ୍ତରୁ ରାଣୀ ଧରି, କାଟିଲେ ତୁଳା ପ୍ରାୟ କରି। ମୁଣ୍ଡ ମାତ୍ରକୁ ଲୁଚାଇଲେ, କାନ୍ଦିବେ ବୋଲି ବିପ୍ର ଗଲେ। ଆବର ଯେତେକ ମାଏଁସ, ସଜାଡ଼େ ମନର ହରସ। ଘୃତ ମରିଚ ଗୁଣ୍ଡା ତୁଲେ, ହଳଦୀ ପକାଇ ଦଳିଲେ। ଜିରା ମରିଚ ହିଙ୍ଗୁ ଧାର, ପକାଇ କଲେ କମହୁର। ଭଜା କାକରା ଦିପାଚଲ, ରାନ୍ଧଣା ଏକୁ ଏକ ଭଲ। ଦିବ୍ୟ ଅରୁଆ ଅନ୍ନମାନ, ବହନ କଲେ କରନ୍ଧନ। ବିପ୍ରଙ୍କୁ ଡାକି ନୃପ ଗଲେ, ଭୋଜନ କରିବ ବୋଇଲେ। ଶୁଣି ବୋଇଲେ ବିପ୍ରମଣି, କପଟ କଲା ତୋର ରାଣୀ। ଲୁଚାଇ ଥୋଇଅଛି ଶିର, ଆମ୍ଭ ଅଯୋଗ୍ୟ ସେ ଆହାର। ଶୁଣି ନୃପତି ବେଗେ ଗଲେ, ଭୋସଖି କି କରୁ ବୋଇଲେ। ତୁ ପୁଣି ଲୁଚାଇଲୁ ମୁଣ୍ଡ, ବିପ୍ରତ ରାଗରେ ପ୍ରଚଣ୍ଡ। ଶୁଣି ଜାଣିଲେ ମହାସତୀ, ନିଶ୍ଚେ ସେ ଅଟେ ମହାଯତି। ଏମନ୍ତ ବୋଲି ମୁଣ୍ଡ ଧରି, ଛେଚିଲେ ଖଣ୍ଡ ଖଣ୍ଡ କରି। ରାନ୍ଧଣା ବିଧି ଭେଗେ କଲେ, ବିପ୍ରଙ୍କୁ ଡାକିଣ ଆଣିଲେ। ଆସନ ପାଦାସନ ଦେଇ, କଦଳୀ ପତ୍ରେକ ବିଛାଇ। ଆପଣେ କର୍ଣ୍ଣ ମହାରାଣୀ, ସୁପକ୍ୱ ପରସିଲେ ଆଣି। ଦେଖି ବୋଲନ୍ତି ବ୍ରହ୍ମବତ୍ସ, ଏକ ପତ୍ରକେ ବାଢ଼ିଅଛ। ଏଥେ କି ବିଷ ଅଛ ଭରି, ମୋତେ ମାରିବ ବୋଲି କରି। ଏ ଘରେ ଅଛ ଯେତେ ଜନ, ସମସ୍ତେ କରିବ ଭୋଜନ। ନୋହିଲେ ଲେଉଟିଣ ଯିବି, ମୁଁ କିମ୍ପା ଏକାକୀ ଭୁଞ୍ଜିବି। ଶୁଣି ଚକିତ ରାଜା ରାଣୀ, ଆବର ବେଣୀ ପତ୍ର ଆଣି। ଅନ୍ନ ବ୍ୟଞ୍ଜନ ଯେ ବାଢ଼ିଲେ, ଭୁଞ୍ଜିବା ବୋଲି ଆରମ୍ଭିଲେ। ପ୍ରଭୁ ଜାଣିଲେ ତାଙ୍କ ମନ, ବୋଇଲେ ଶୁଣ ହୋ ରାଜନ। ଆବର ପତ୍ରେକ ପକାଅ, ଭୁଞ୍ଜିବ ପରା ତୋର ପୁଅ। ଶୁଣି ବୋଇଲେ କର୍ଣ୍ଣବୀର, କାହୁଁ ପାଇବି ପୁତ୍ର ମୋର। ତୁମ୍ଭର ଦେଖୁଁ ଦେଖୁଁ ଏଥେ, ହାଣିଲି ପରା ମୋର ହସ୍ତେ। ତା ମାଂସ କଲଇଁ ରନ୍ଧନ, ଆଉ କି ଅଛି ମୋ ନନ୍ଦନ। ଏଡ଼େ ବିଶ୍ୱାସ ଅଛି ତୋର, କାହୁଁ ମରିବ ତୋ କୁମର। ଆମ୍ଭେ ଯେ ଦେଉଛୁ କଲ୍ୟାଣ, ଲଭ ତୁ ଆପଣା ନନ୍ଦନ। ତୋ ପୁତ୍ର ଚିରଜୀବି ହେଉ, ଅନ୍ତେ ଗୋବିନ୍ଦ ପାଦ ପାଉ। ତୋ ରାଣୀ ତୁହି ବେଣୀ ଜନ, ଲଭ ହୋ ବୈକୁଣ୍ଠ ଭୁବନ। ଆମ୍ଭ କଲ୍ୟାଣେ ଏହା ହେଉ, ତୋ କୀର୍ତ୍ତି ଯୁଗେ ଯୁଗେ ରହୁ। ଏବେ ତୁ ଯାଅ ଦଣ୍ଡଧାରୀ, ଡାକ ହୋ ପୁତ୍ର ନାମ ଧରି। ରାଣୀ ସଙ୍ଗତେ ତୁମ୍ଭେ ଯାଅ, ଦେଖି ଆସିବ ତୁମ୍ଭ ପୁଅ। ଶୁଣିଣ ରାଜା ରାଣୀ ଗଲେ, ଶ୍ରୀକୃଷ୍ଣ ମାୟା ନ ଜାଣିଲେ। ଡାକିଲେ ଆସରେ କୁମର, ଭୁଞ୍ଜିବା ହେଉଛି ଉଛୁର। ମାତା ପିତାଙ୍କ ଡାକ ଶୁଣି, ଧାଇଁ ଅଇଲା ପୁତ୍ରମଣି। ପୁତ୍ର ଦେଖିଣ ବାପା ମାଏ, ଅଇଲେ ଘେନିଣ ତନଏ। ଘରେ ପ୍ରବେଶ ହେଲେ ଯାଇ, ଦେଖିଲେ ବିପ୍ର ଆଉ ନାହିଁ।
ବିଚାର କଲେ ମନେ ମନ ନିଶ୍ଚୟ ପ୍ରଭୁ ଭଗବାନ। ଛାର ପୁତ୍ରର ପାଇଁ ଗଲୁ ଅମୂଲ୍ୟ ନିଧି ହରାଇଲୁ। ଆନର ବଳେ କିଏ କଥା ମଲାର ଯିଏ କି ସର୍ବଥା। ଏମନ୍ତ ବୋଲି ତିନି ଜଣ ଚିତ୍ତେ ଚିନ୍ତିଲେ ନାରାୟଣ। ପ୍ରଭୁ ଶୂନ୍ୟରେ ଡାକ ଦେଲେ ମୋହିଟି ଶ୍ରୀହରି ବୋଇଲେ। ଆଉ କେ ମାଗିଲେ ଭୋଜନ ପୁତ୍ରକୁ ନ ଦେବୁ ମାରିଣ। ଶୂନ୍ୟ ଶବଦ ଏହା ଶୁଣି ଆନନ୍ଦେ କର୍ଣ୍ଣ ବୀରମଣି। ପୁତ୍ର ଭାରିଜା ତିନି ଜଣ କେବଳ ଗୋବିନ୍ଦ ଭଜନ। କାଳେ ବୈକୁଣ୍ଠ ପରାପତ ଶୁଣ ହେ ମନୁ ନୃପନାଥ। ଦାନର ମହିମା ଏମନ୍ତ କେବଳ ଥିବ ଦୃଢ଼ ଚିତ୍ତ। ଏ ମନ ଚୈତନ୍ୟ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। ଯେ ପ୍ରାଣୀ ଶ୍ରଦ୍ଧାରେ ଶୁଣିବ ହେଲେ ତରିବ ଭବାର୍ଣ୍ଣବ। ସୁଜନେ କୃଷ୍ଣ ଚିନ୍ତା କର ଦେହ ସଂସାର ନୋହେ ସ୍ଥିର। ହରିପଦାରବିନ୍ଦ ଗତି ମୋ ଚିତ୍ତ ରହୁ ଭୃଙ୍ଗମତି। ସୁଖ ଶ୍ରୀକୃଷ୍ଣ ପାଦ ଦୁଇ ଅନ୍ୟ ଶରଣ ମୋର ନାହିଁ। ସାଧୁ ପାଦ ହିଁ ନାମ ନାବ ମୋତେ ଏ ଦୁଇ ଆଜ୍ଞା ହେବ। ଭୋ ପ୍ରଭୁ ଏତେ ମାତ୍ର କର ଶରଣ ଜନ୍ମେ ଜନ୍ମେ ମୋର। ଇତି ଶ୍ରୀ ଦ୍ରାଢ଼ିତ ଭକ୍ତିରସାମୃତେ ମନ ଚୈତନ୍ୟ ସମ୍ବାଦେ କର୍ଣ୍ଣରାଜା ପୁତ୍ର ମୋକ୍ଷଣେ ନାମ ତୃତୀୟୋଧ୍ୟାୟଃ।